ओम शांति। पुस्तक पठन श्रीमद् भगवत गीता रहस्य। लेखक ब्रह्मा कुमार सुधांशु शेखर मिश्र। दशम अध्याय विभूति योग। परमात्मा परिचय द्वारा प्राप्ति। भूय एव महाबाहो शृणु मे परमं वचः यत्ते अहं प्रियमाणाय वक्ष्यामि हितकाम्यया न मे विदुः सुरगणाः प्रभवं न महर्षयः अहमादिः देवानां महर्षीणां च सवसः जो मामजमनादिं च वेति लोकमहेश्वरम् असम्मूढ च मत्तेषु सर्वं पापैः प्रमुच्यते। अर्थ, हे महाबाहु, पुनराय मोर परम वाक्य श्रवण कर। ଏହି ଆନନ୍ଦପ୍ରଦାୟକ କଥା ତୁମର କଲ୍ୟାଣ ପାଇଁ କହିବି। ଦେବତା ଓ ମହର୍ଷିଗଣ ମୋର ଉତ୍ପତ୍ତି ଜାଣନ୍ତି ନାହିଁ, କାରଣ ମୁଁ ଦେବତା ଓ ମହର୍ଷିମାନଙ୍କର ଉତ୍ପତ୍ତି ସ୍ଥଳ। ଯିଏ ମୋତେ ଜନ୍ମରହିତ ଅନାଦି ଏବଂ ସମସ୍ତ ଜଗତ ଓ ମନୁଷ୍ୟମାନଙ୍କର ଈଶ୍ୱର ବୋଲି ଜାଣେ, ସେ ମୋର ଜୀବମାନଙ୍କ ମଧ୍ୟରେ ମୋହଶୂନ୍ୟ ହୋଇ ବାସ କରେ ଏବଂ ସମସ୍ତ ପାପ ଓ ଅଶୁଭରୁ ପରିତ୍ରାଣ ପାଏ। ବ୍ୟାଖ୍ୟା: ପରମାତ୍ମାଙ୍କ ପ୍ରତି ପ୍ରେମ, ପ୍ରୀତିପୂର୍ବକ ତାଙ୍କର ସ୍ମରଣ ଓ କେବଳ ତାଙ୍କଠାରେ ହିଁ ଆନନ୍ଦ ଅନୁଭବ କରିବା ହେଉଛି ପ୍ରକୃତ ଈଶ୍ୱରୀୟ ଭକ୍ତି। ମନୁଷ୍ୟ ଆତ୍ମାଠାରେ ଯେତେବେଳେ ଏହିପରି ଅବ୍ୟଭିଚାରୀ ଈଶ୍ୱରୀୟ ପ୍ରେମ ଜାଗ୍ରତ ହୁଏ, ସେତେବେଳେ ସେ ପରମାତ୍ମାଙ୍କଠାରୁ ସାକ୍ଷାତ ଉପଦେଶ ପ୍ରାପ୍ତ ହେବାର ଯୋଗ୍ୟତା ପ୍ରାପ୍ତ ହୁଏ। ଏପରି ବ୍ୟକ୍ତି ସ୍ୱତଃ ଈଶ୍ୱରୀୟ ଅନୁକମ୍ପା ପ୍ରାପ୍ତ ହୁଅନ୍ତି। କୌଣସି କଥାରେ ତାଙ୍କର ଲେଶମାତ୍ର ସନ୍ଦେହ ରହେ ନାହିଁ। ପରମାତ୍ମାଙ୍କ ଅବତରଣ ଅତି ଗୋପନୀୟ ଭାବରେ ହୁଏ। ସେ ମାନବ ଶରୀର ମାଧ୍ୟମରେ ମାନବାତ୍ମାଙ୍କ କଲ୍ୟାଣ ପାଇଁ ଈଶ୍ୱରୀୟ ଜ୍ଞାନ ଉପଦେଶ ଦିଅନ୍ତି। ଏହା ବେଦ, ଉପନିଷଦ, ବ୍ରହ୍ମସୂତ୍ର ଓ ଅଷ୍ଟାଦଶ ପୁରାଣାଦିରେ ବର୍ଣ୍ଣିତ ମାନବୀୟ ଜ୍ଞାନଠାରୁ ଅତି ଶ୍ରେଷ୍ଠ ଏବଂ ସ୍ପଷ୍ଟ। ପରମଂ ବଚଃ ଈଶ୍ୱରୀୟ ଜ୍ଞାନ ଜାତି, ବର୍ଣ୍ଣ, ଧର୍ମ ନିର୍ବିଶେଷରେ ସମସ୍ତ ମାନବାତ୍ମାଙ୍କ ପାଇଁ ଉଦ୍ଦିଷ୍ଟ। ପରମାତ୍ମା ସର୍ବାତ୍ମାଙ୍କର ପରମ ପିତା, ପରମ ଶିକ୍ଷକ ଓ ପରମ ସଦ୍ଗୁରୁ ହୋଇଥିବାରୁ ଯେଉଁମାନେ ତାଙ୍କୁ ଏହି ତିନୋଟି ସମ୍ବନ୍ଧରେ ସ୍ୱୀକାର କରନ୍ତି, ସେମାନେ ତାଙ୍କର କଲ୍ୟାଣକାରୀ ଜ୍ଞାନ ଶୁଣିବାର ସୌଭାଗ୍ୟ ପାଆନ୍ତି। ପ୍ରତ୍ୟକ୍ଷ ଈଶ୍ୱରୀୟ ଜ୍ଞାନର ଯାଦୁକରୀ ଶକ୍ତିରେ ସାଧାରଣ ମଣିଷ ଦେବୀ ଦେବତା ସ୍ତରକୁ ଉନ୍ନୀତ ହୋଇଯାଏ। ପତିତ ମାନବାତ୍ମାମାନଙ୍କୁ ପୁନଶ୍ଚ ପବିତ୍ର ଦେବୀ ଦେବତା ସ୍ୱରୂପ ପ୍ରଦାନ କରିବା ପାଇଁ ପତିତ ଦୁନିଆରେ କଳିଯୁଗ ପରମାତ୍ମାଙ୍କ ଅବତରଣ ହୁଏ। ତେଣୁ ତାଙ୍କୁ ପତିତ ପାବନ କୁହାଯାଏ। ଈଶ୍ୱରୀୟ ଜ୍ଞାନ କଳି କଳୁଷିତ ମନୁଷ୍ୟ ଆତ୍ମାର କଳ୍ମଷ ବିନାଶ କରେ ଓ ସତ୍ୟଯୁଗୀୟ ଦେବୀ ଦେବତା ସ୍ୱରୂପ ହେବାର ଯୋଗ୍ୟତା ପ୍ରଦାନ କରେ। ଦେବଲୋକରେ ପରମାତ୍ମାଙ୍କ ଅବତରଣର ଆବଶ୍ୟକତା ନ ଥିବାରୁ ଦେବତାମାନେ ତାଙ୍କୁ ଜାଣିନଥାନ୍ତି। ଦ୍ୱାପର ଯୁଗରୁ ବିଭିନ୍ନ ଧର୍ମ ପୁସ୍ତକଗୁଡ଼ିକର ରଚନା ଆରମ୍ଭ ହେଲା। ପ୍ରାଚୀନ ମହର୍ଷିଗଣ ମଧ୍ୟ ପରମାତ୍ମା ତତ୍ତ୍ୱକୁ ଯଥାର୍ଥ ଭାବରେ ଜାଣିନଥିଲେ। ପରମାତ୍ମାଙ୍କ ଯଥାର୍ଥ ପରିଚୟ ଅଭାବରୁ ବିଭିନ୍ନ ପ୍ରକାର ମତବାଦ ଓ ଧର୍ମ ସମ୍ପ୍ରଦାୟ ସୃଷ୍ଟି ହେଲା। ପରମାତ୍ମା ବିଷୟକ ଯଥାର୍ଥ ଜ୍ଞାନ ଅଭାବରୁ ମନୁଷ୍ୟ ପାପାଚରଣରେ ଲିପ୍ତ ହୁଏ। ସଂସାରରେ ସାଧାରଣତଃ ଦେଖାଯାଏ ଯେ ପିତୃମାତୃ ପରିଚୟହୀନ ବ୍ୟକ୍ତି ସମାଜରେ ଉପେକ୍ଷିତ ହୁଏ ଓ ଉପଯୁକ୍ତ ସ୍ନେହ ଓ ପାଳନ ଅଭାବରୁ ବିପଥଗାମୀ ହୁଏ। ମାତାପିତାଙ୍କ ଠାରୁ ବ୍ୟକ୍ତି ଯେତିକି ସ୍ନେହ ପାଏ, ଅନ୍ୟ କାହାରିଠାରୁ ପ୍ରାୟତଃ ସେତିକି ପାଏ ନାହିଁ। ନିଜର ପିତୃ ପରିଚୟ, ବଂଶ ପରିଚୟ ଜଣକ ମଧ୍ୟରେ ସ୍ୱାଭିମାନ ସୃଷ୍ଟି କରେ। ଅନେକ ସମୟରେ ଏହା ବ୍ୟକ୍ତିକୁ ପାପାଚରଣରେ ପ୍ରବୃତ୍ତ ହେବା ପାଇଁ ଅଙ୍କୁଶ ସଦୃଶ କାମ କରେ। ଲୋକଲଜ୍ଜା ଭୟ ହେତୁ
ହେଉ ବା ବଂଶର ଗୌରବରେ କାଳିମା ଲାଗିବା ଭୟରୁ ହେଉ ବ୍ୟକ୍ତି କୁକର୍ମ ପ୍ରତି ସଜାଗ ରହିବାକୁ ବାଧ୍ୟ ହୁଏ। ସେହିପରି ଆତ୍ମାମାନଙ୍କର ପରମ ପିତା ହେଉଛନ୍ତି ପରମାତ୍ମା। ତାଙ୍କ ବିଷୟରେ ଯିଏ ସଠିକ ଓ ସମ୍ପୂର୍ଣ୍ଣ ତଥ୍ୟ ଜାଣି ନିଜର ଆତ୍ମିକ ପିତା ଭାବରେ ସ୍ୱୀକାର କରିନିଏ ସେ ମହାନ ହୋଇଯାଏ। ବ୍ୟକ୍ତି ଦେହ ଅଭିମାନ ତ୍ୟାଗ ନ କଲା ପର୍ଯ୍ୟନ୍ତ ପରମାତ୍ମାକୁ ପିତା ସ୍ୱରୂପରେ ଅନୁଭବ କରିପାରେ ନାହିଁ। କାରଣ ପରମାତ୍ମା ମଧ୍ୟ ଆତ୍ମା ଭଳି ଜ୍ୟୋତିର୍ବିନ୍ଦୁ ସ୍ୱରୂପ। ଆତ୍ମାକୁ ଦୈହିକ ଆସକ୍ତିରୁ ମୁକ୍ତ ନ କରିବା ପର୍ଯ୍ୟନ୍ତ ସେ ପରମାତ୍ମାନୁଭୂତି କରିପାରେ ନାହିଁ। ଦେହ ଅଭିମାନ ବ୍ୟକ୍ତି ସୂକ୍ଷ୍ମ ରୂପର ଚିନ୍ତା କରିପାରେ ନାହିଁ। ତେଣୁ ପରମାତ୍ମାକୁ ବିଭିନ୍ନ ଶାରୀରିକ ରୂପ ପ୍ରଦାନ କରି ଉପାସନା କରେ। ସାକାର ଉପାସନାରେ ପିତା ପୁତ୍ରର ସମ୍ବନ୍ଧ ଅପେକ୍ଷା ପୂଜ୍ୟ ପୂଜାରୀର ଭାବ ଅଧିକ ଥାଏ। ଈଶ୍ୱରୀୟ ସନ୍ତାନ ହିସାବରେ ନିଜ ମଧ୍ୟରେ ଶ୍ରେଷ୍ଠ ଭାବ ଆସିବା ଅପେକ୍ଷା ଏକ ପୂଜାରୀ ଉପାସକ ବା ଭକ୍ତର ଦୈନ୍ୟତା ତା ମଧ୍ୟରେ ଉତ୍ପନ୍ନ ହୁଏ। ନିଜକୁ ସେ ଦୀନହୀନ ଅଧମ ପାପୀ ବୋଲି ଭାବି ପରମାତ୍ମାଙ୍କ କୃପା ଭିକ୍ଷା କରେ। ମେ ମୂର୍ଖ ଖଲକାମି ପାପ ହର ଦେବା। କିନ୍ତୁ ନିଜକୁ ଯିଏ ପରମାତ୍ମାଙ୍କ ସନ୍ତାନ ବୋଲି ହୃଦୟ ସହିତ ଗ୍ରହଣ କରିନିଏ ତା ମଧ୍ୟରେ ଈଶ୍ୱରୀୟ ଗୁଣଗୁଡ଼ିକର ବିକାଶ ହୁଏ। ଉତ୍ତରାଧିକାରୀ ସତ୍ତ୍ୱରେ ସେ ସବୁକିଛି ତାଙ୍କଠାରୁ ସ୍ୱତଃ ପାଇଯାଏ। ଧନ ଦେହିଂ ଯଶଂ ଦେହିଂ ବିଦ୍ୟାଂ ଦେହିଁ ଏହିପରି ମାଗିବାର ପ୍ରବୃତ୍ତି ତାଠାରୁ ଚାଲିଯାଏ। ଯେଉଁଠି ଦିବ୍ୟତା ଶ୍ରେଷ୍ଠତା ମହାନତା ସମ୍ପନ୍ନତା ସମ୍ପୂର୍ଣ୍ଣତା ଆଦି ସକାରାତ୍ମକ ଈଶ୍ୱରୀୟ ଗୁଣର ବିକାଶ ହୁଏ ସେଇଠି ନକାରାତ୍ମକ ଭାବନା ଧୀରେ ଧୀରେ ଅପସାରିତ ହୁଏ। ତେଣୁ ଗୀତାରେ ବିଭିନ୍ନ ପ୍ରସଙ୍ଗ ଆଲୋଚନା ମଧ୍ୟରେ ସୁଯୋଗ ପାଇଲେ ପରମାତ୍ମା ମଣିଷର ପରମାତ୍ମା ବିଷୟକ ଅଜ୍ଞାନତା ଦୂର କରିବା ପାଇଁ ବାରମ୍ବାର ନିଜର ପ୍ରକୃତ ପରିଚୟ ଦେବାକୁ କୁଣ୍ଠିତ ହୋଇନାହାନ୍ତି। ସେ ଅଜ ଅନାଦି ଓ ସମସ୍ତ ଲୋକର ମହାନ ଈଶ୍ୱର ଅଟନ୍ତି। ସେହି ସର୍ବୋପରି ବ୍ୟକ୍ତି ଯେ ପର୍ଯ୍ୟନ୍ତ ନିଜର ଅନାଦି ଆତ୍ମିକ ସ୍ୱରୂପରେ ସ୍ଥିତ ନ ହୋଇଛି ସେ ପର୍ଯ୍ୟନ୍ତ ପରମାତ୍ମାଙ୍କ ଅନାଦିତ୍ୱ ଅନୁଭବ କରିବ କିପରି? ପରମାତ୍ମାଙ୍କ ପ୍ରକୃତ ତତ୍ତ୍ୱ ଜାଣିବା ଦ୍ୱାରା ବ୍ୟକ୍ତିର ମୂଢ଼ତା ଓ ପାପ ଦୂରୀଭୂତ ହୁଏ। କ୍ରମଶଃ ଓମ୍ ଶାନ୍ତି।